ଜଣେ ପିତାଙ୍କ ମୁହଁରୁ ବାହାରିଥିବା କଥା ସତରେ କି ସତ୍ୟ ହୋଇପାରେ? ପୂର୍ବ ଭାଗରେ ଆପଣମାନେ ଦେଖିଥିଲେ ଯେ ଧ୍ୟାନରେ ବସିଥିବା ଦୁର୍ଗାନାଥ କହିଥିଲେ ଯେ ମୋର ସାଧନାର ମାର୍ଗରେ ବିଘ୍ନ ସୃଷ୍ଟିକାରୀ ଏ ସନ୍ତାନମାନେ ଶେଷ ହୁଅନ୍ତୁ। କିନ୍ତୁ କିଏ ଜାଣିଥିଲା ଏ କଥା ସତରେ ପରିଣତ ହେବ? ଆସନ୍ତୁ ଜାଣିବା ଦୁର୍ଗାନାଥଙ୍କ ଜୀବନର ସବୁଠାରୁ ହୃଦୟ ବିଦାରକ ଅଧ୍ୟାୟ। ଆପଣମାନେ ଯଦି ଏପର୍ଯ୍ୟନ୍ତ ଦୁର୍ଗାନାଥ ଚ୍ୟାନେଲଙ୍କ ସମ୍ପୂର୍ଣ୍ଣ ରହସ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ପାର୍ଟ 1 ଠାରୁ ଆରମ୍ଭ କରି 8 ପର୍ଯ୍ୟନ୍ତ ଅପଲୋଡ଼ ହୋଇକି ଅଛି। ଆପଣମାନେ ଦୟାକରି ସେହି ଭିଡ଼ିଓ ଗୁଡ଼ାକୁ ଶୁଣି ଏହି ଭିଡ଼ିଓକୁ ଆସନ୍ତୁ, ତାହେଲେ ଆପଣମାନଙ୍କୁ ବୁଝିବାକୁ ସ୍ପଷ୍ଟ ହେବ। ଆସନ୍ତୁ ଯିବା ଆଜିର ବିଷୟବସ୍ତୁ ଉପରକୁ। ବନ୍ଦେ ପୁରୁଷୋତ୍ତମମ୍ ଗତିର୍ଭକ୍ତ ପ୍ରଭୁ ପ୍ରେଷ୍ଠ ଈଶ୍ୱର ପୁରୁଷୋତ୍ତମ ଆବ୍ରହ୍ମ ସ୍ତମ୍ଭଭୂଧାତ ସତ୍କୁରୁସ୍ତ୍ୱଂ ନମସ୍ତୁତେ। ମୂକଂ କରତି ବାଚାଲଂ ପଙ୍ଗୁଲଂଘୟତେ ଗିରିଂ ଯତ୍କୃପା ତମଃ ବନ୍ଦେ ପରମାନନ୍ଦ ମାଧବଂ। ପରମ ଦୟାର ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ମୋର୍ ଜଗଜ୍ଜନନୀ ବିଶ୍ୱକଲ୍ୟାଣମୟୀ ଶ୍ରୀ ଶ୍ରୀମା ବଡ଼ମା ପ୍ରଭୁପାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦାନ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ପୂଜ୍ୟ ଶ୍ରୀ ଶ୍ରୀ ଅବିନ୍ଦା ତଥା ଇଷ୍ଟ ପରିବାର ସକଳଙ୍କ ଶ୍ରୀଚରଣରେ ମୋର ଶତକୋଟି ବିନମ୍ର ପ୍ରଣାମ ନିବେଦନ କରେ ଏବଂ ମୋର ଭିଡ଼ିଓ ଦେଖୁଥିବା ତଥା ଶୁଣୁଥିବା ସମସ୍ତ ଦାଦା ଏବଂ ମାଆଙ୍କୁ ମୋର ଯଥାମାନେ ଯଥାସ୍ଥାନେ ପ୍ରଣାମ ଏବଂ ଆନ୍ତରିକ ଜୟଗୁରୁ। ଆଜ୍ଞା ହଁ, ଶୋଇବାକୁ ବହୁତ ଚେଷ୍ଟା କଲେ ଦୁର୍ଗାନାଥ, ଆଖିକୁ କିନ୍ତୁ ନିଦ ଆସିଲାନି। ପଡ଼ିଥିଲା ଆଖିର ପତା, କିନ୍ତୁ ଭିତରେ ଡୋଳା ଦୁଇଟି ଦୋଳାୟିତ ହୋଇ ଚାଲିଥିଲେ। କିଛି ଅଘଟଣ ଘଟିବନି ତ? ଏପରି ଗୋଟେ କଥା କାହିଁକି କହିଦେଲି? ପିତୃ ହୃଦୟ ବିଳପି ଉଠୁଥିଲା। ଏବେ ସେ ସାଇତ, ଏବେ ସେ ସମ୍ପୂର୍ଣ୍ଣ ପିତା। ସନ୍ତାନର ତିଳେମାତ୍ର ଅସୁବିଧାରେ ପିତୃ ହୃଦୟ ଶତଧା ବିଦାରିତ ହୋଇଯାଏ। ତାଙ୍କର ବି ହୋଇଥିଲା ଅଜଣା ଆଶାଙ୍କରେ। ଛଟପଟ ହେବା ସାର ହେଲା। ଇତିମଧ୍ୟରେ ସିନ୍ଦୁର ଫାଟି ଆସିଲା। କୁକୁଡ଼ାମାନେ କୁକେ କୁ ଆରମ୍ଭ କରିଦେଲେ। ଏଥର ଉଠି ପଡ଼ିଲେ ସେ। ସଙ୍ଗେ ସଙ୍ଗେ ପୁଅମାନେ ଶୋଇଥିବା ସ୍ଥାନକୁ ଧାଇଁଗଲେ। ବ୍ୟସ୍ତ ସମସ୍ତ ପତ୍ନୀଙ୍କୁ ଦେଖି ତାଙ୍କର ହଲକ ଶୁଖିଗଲା ପରି ଅବସ୍ଥା। ତିନି ପୁଅଙ୍କୁ ଆକ୍ରମଣ କରିଛି ଜ୍ୱର। ଏଥିସହିତ ସର୍ଦ୍ଦି କାଶ ମଧ୍ୟ ଉତ୍କଟ ରୂପ ଧାରଣ କରିଛି। ଭାବୁଛନ୍ତି ଜନନୀ ରାଗି କରି ରାତିରେ ପ୍ରହାର କରିଥିଲେ ସେ। ତାରି ପ୍ରଭାବରୁ ଏପରି ଦୁରାବସ୍ଥା ଏମାନଙ୍କର। ଧିକ୍ ମୋ ମା ପଣିଆକୁ। କଥାରେ ତ ବିଗୁଡ଼ୁଥିଲି, ହଠାତ୍ ପ୍ରହାର କଲି କାହିଁକି? ଆଶଙ୍କିତ ପିତୃହୃଦୟ। ତେବେ କ'ଣ ଧ୍ୟାନକାଳୀନ ନିବେଦନ ମୋର ସଙ୍ଗେ ସଙ୍ଗେ ଫଳିଗଲା? ଗତକାଲି ରାତିରେ ଧ୍ୟାନସ୍ଥ ଥିବା ଅବସ୍ଥାରେ ଯାହା ସେ କହିଗଲେ ତାହା କିନ୍ତୁ ଧର୍ମପତ୍ନୀଙ୍କ ଆଗରେ ପ୍ରକାଶ କରିପାରିଲେ ନାହିଁ। ପ୍ରକାଶ କରିବାକୁ ଜୁଟାଇ ପାରିଲେ ନାହିଁ। ମନେ ମନେ ଅଜଣା ଆତଙ୍କରେ ଆତଙ୍କି ଉଠିଲେ ସେ। ଆଉ ତତ୍କ୍ଷଣାତ୍ ଧାଇଁଲେ ହିମାୟତପୁରକୁ। ମନରେ ଅସରନ୍ତି ଦୁର୍ଭାବନା, ଅଜ୍ଞାତ ଆତଙ୍କର ଶିହରଣ। ତେବେ କ'ଣ ମୋ ପ୍ରାର୍ଥନା ପହଞ୍ଚିଗଲା ତାଙ୍କ ପାଦଦେଶରେ? ଆଉ ସଙ୍ଗେ ସଙ୍ଗେ ଅନୁମୋଦିତ କରିଦେଲେ ସେ? ଏମିତି ଅନେକ ଭାବେ ପ୍ରାର୍ଥନା କରିଛି, କାହିଁ ତାହା ତ ଏତେ ଶୀଘ୍ର ଫଳବତୀ ହୋଇନି। ସେ ଯାହା ହେଉ, ଏ ସମସ୍ୟାର ସମାଧାନ କେବଳ ଠାକୁର ହିଁ କରିପାରିବେ। ଏଣୁ ତ ସେ ଧାଇଁଛନ୍ତି ଠାକୁରଙ୍କ ଚରଣ ପ୍ରାନ୍ତକୁ। ଅତି ସତ୍ୱର କ୍ଷିପ୍ର ପଦବ୍ରଜରେ ଯାଇ ଦୁର୍ଗାନାଥ ପହଞ୍ଚିଗଲେ ହିମାୟତପୁରରେ। କିଛି ଦୂରରୁ ଭକ୍ତଙ୍କ ମେଳାରେ ବସିଛନ୍ତି ଠାକୁର। ଦେଖିପାରିଲେ ସେ। ଠାକୁରଙ୍କ ସୁମଧୁର ମୁଖଶ୍ରୀ କିନ୍ତୁ ବେଶ୍ ଗମ୍ଭୀର। କଳା ବାଦଲ ଢଙ୍କା ହୋଇ ମ୍ଳାନିମାର ପରଳ ବସିଯାଇଛି ଯେପରି ମୁଖଶ୍ରୀର ତାଙ୍କର। କୌଣସି ଏକ ଭକ୍ତର ଭୁଲ ପାଇଁ ସେ ଚିନ୍ତିତ, କମ୍ପିତ ଓ କ୍ଷୁବ୍ଧ ମଧ୍ୟ। ଏହିପରି ପ୍ରତୀୟମାନ ହେଲା ତାଙ୍କୁ ଦେଖି। ଭୟରେ ଆତଙ୍କରେ ଆଶଙ୍କିତ ଦୁର୍ଗାନାଥ ଠାକୁରଙ୍କ ନିକଟକୁ ଗଲେ। ପାଦ ତଳେ ପଡ଼ିଗଲେ। ଆଉ ଆଣ୍ଠେଇବା ଅବସ୍ଥାରେ ହାତ ଯୋଡ଼ି ବ୍ୟାକୁଳ ଚିତ୍ତରେ ବିଳପିତ ମନରେ ଦରଦୀ ହୃଦୟରେ ନିବେଦନ କଲେ ସବୁ କଥା। ଗତକାଲିର ଘଟଣା ଦୁର୍ଘଟଣା ସମ୍ବନ୍ଧରେ ସବିସ୍ତର ଜଣାଇଲେ। ପିଲାଙ୍କର ଆଶୁ ଆରୋଗ୍ୟ ପାଇଁ ଔଷଧ ପ୍ରାର୍ଥନା କଲେ। ଶ୍ରୀ ଶ୍ରୀ ଠାକୁରଙ୍କର ମୁଖଶ୍ରୀ ଆରକ୍ତିମ। ବିଶେଷ ଭାବେ କ୍ଷୁବ୍ଧ ହେଲେ ଏହିପରି ମୁଖାକୃତି ହୋଇଥାଏ ତାଙ୍କର। ଗମ୍ଭୀର ଭାବରେ ଏଥର କହିଲେ ଠାକୁର, ଦୁର୍ଗାନାଥ, ଏ ଆପଣ ବଡ଼ ହିଁ ଅନ୍ୟାୟ କାର୍ଯ୍ୟ କରିଦେଇଛନ୍ତି। ଏକଦମ ଏପରି ଭାବାବସ୍ଥାରେ ପରମ ପିତାଙ୍କୁ ଜଣାଇଛନ୍ତି ଯେ ଆପଣ ଏକା ଉଦ୍ଧାର ହେବାକୁ ଚାହାନ୍ତି, ଆଉ ଆପଣଙ୍କର ନିକଟତମ ପାରିପାର୍ଶ୍ୱିକ ଯେଉଁମାନେ ଆପଣଙ୍କ ପାଇଁ ପରମ ପିତାଙ୍କ ଦାନ, ସେମାନଙ୍କର ମୃତ୍ୟୁ ଚାହାନ୍ତି। ନା ନା, ମୃତ୍ୟୁ ଚାହେଁନି।
ଚାହିଁ ଜୀବନ। ଆପଣ ଦୟା କରନ୍ତୁ ଠାକୁର, ରକ୍ଷା କରନ୍ତୁ ସେମାନଙ୍କୁ। କାତର କଣ୍ଠରେ ହାତ ଯୋଡ଼ି ପ୍ରାର୍ଥନା କଲେ ଦୁର୍ଗାନାଥ। ଏବେ ଆଉ କିପରି ଭାବେ ରକ୍ଷା କରିବା ସମ୍ଭବ ହେବ? ଆପଣ ତ ପରମପିତାକୁ ନିବେଦନ କରି ସେମାନଙ୍କର ମୃତ୍ୟୁ ପ୍ରାର୍ଥନା କରିଛନ୍ତି। ଧ୍ୟାନାବସ୍ଥାରେ ସାଧକର ଏକାନ୍ତ ଇଚ୍ଛା ଅବଶ୍ୟ ପୂରଣ କରନ୍ତି ଧ୍ୟେୟ। ଏଣୁ ସେ ପୂରଣ କରିବେ। ରକ୍ଠକ ଉତ୍ତର ଦେଲେ ଠାକୁର। ଧ୍ୟାନୀ ଦୁର୍ଗାନାଥଙ୍କ ଭୁଲ ପାଇଁ ପିତା ଦୁର୍ଗାନାଥ ବି ଚିନ୍ତିତ। ଆବେଗରେ ସିନା କହିଦେଲେ, କିନ୍ତୁ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି ଜାଣି ବ୍ୟାକୁଳିତ ହୋଇ ଉଠିଲେ ପିତା ଦୁର୍ଗାନାଥ। ଏଥର ଠାକୁରଙ୍କ ପାଦକୁ ଧରି ଲଟି ପଡ଼ିଲେ ତଳେ। ଦୁଇ ଚକ୍ଷୁ ଦେଇ ବହି ଯାଉଛି ଅଶ୍ରୁର ଧାର, ପଶ୍ଚାତାପର ଧାର, ଅନୁତାପର ଧାର। ବ୍ୟଥିତ ପିତୃ ହୃଦୟ, ବ୍ୟାକୁଳିତ ବାପ ପଣିଆ, ଏ କ'ଣ କଲି ମୁଁ? ତୁମେ ଚାହିଁଲେ ସବୁ ସମ୍ଭବ ହେବ ଠାକୁର। ତାଙ୍କୁ ଯେମିତି ହେଲେ ବଞ୍ଚାଅ। ଏମିତି ଭୁଲ ମୁଁ ଆଉ କେବେ କରିବି ନାହିଁ। ଏହି ଥରକ ମାତ୍ର ମୋତେ କ୍ଷମା କରିଦିଅ। ପ୍ରାର୍ଥନା ପରେ ପ୍ରାର୍ଥନା କରି ଚାଲିଲେ। ବ୍ୟାକୁଳତା ପରେ ବ୍ୟାକୁଳତା, କ୍ଷମା ପ୍ରାର୍ଥନା ସହିତ ପୁଅମାନଙ୍କର ପ୍ରାଣଭିକ୍ଷା କରି ଚାଲିଲେ ଦୁର୍ଗାନାଥ। ଶ୍ରୀ ଶ୍ରୀ ଠାକୁରଙ୍କର ଗମ୍ଭୀର ମୁଖଶ୍ରୀରେ କୌଣସି ପରିବର୍ତ୍ତନର ସୂଚନା ମିଳିଲା ନାହିଁ। ଉପସ୍ଥିତ ସମସ୍ତଙ୍କୁ ଲାଗିଲା ମଙ୍ଗଳମୟ ଶିବ ହଠାତ୍ ବିନାଶକାରୀ ରୁଦ୍ର ରୂପ ଧାରଣ କରିଛନ୍ତି। କିଛି ସମୟର ନୀରବତା ପରେ ଦୃପ୍ତ କଣ୍ଠରେ କହିଲେ ଠାକୁର, ପରମପିତାଙ୍କ ନିକଟରେ ଯେତେବେଳେ ଜଣାଇଛନ୍ତି, ସେତେବେଳେ ସେ ଅନ୍ତତଃ ଜଣକୁ ନେବେ, ଆଉ 2 ଜଣଙ୍କୁ ଫେରାଇ ଦେବେ। ଏବେ ଆପଣ ଠିକ୍ କରନ୍ତୁ କାହାକୁ ଦେବେ। ଘୁମରି ଘୁମରି କାନ୍ଦୁଥିବା ଦୁର୍ଗାନାଥ ଏଥର ଭୋ ଭୋ କରି ରଡ଼ି ଛାଡ଼ିଲେ। ତୁନି ହେବାର ନାଁ ଧରିଲେନି। ଆର୍ତ୍ତ ଚିତ୍କାର କରି ରଦନ କରିବାକୁ ଲାଗିଲେ। ଆଉ ସେ ଅଶ୍ରୁଳର ରୁଦ୍ୟମାନ ମୁଖରୁ ନିର୍ଗତ ହେଉଥିଲା, ତୁମେ ବଞ୍ଚାଅ, ତୁମେ ବଞ୍ଚାଅ ଠାକୁର। ବାସ୍, ଆଉ ତୃତୀୟ ଶବ୍ଦ ଉଚ୍ଚାରଣ କରିବାର କ୍ଷମତା ନଥିଲା ତାଙ୍କର। ପୁଣି କିଛି ସମୟ ନୀରବତାରେ କଟିଗଲା। ରୋରୁଦ୍ୟମାନ ଦୁର୍ଗାନାଥଙ୍କର ଆର୍ତ୍ତ ଚିତ୍କାରରେ ରୋଳ ଯେ ସେଦିନ ଦେଖିଛି, ସେ କେବେ ଭୁଲି ପାରିବ ନାହିଁ। ସନ୍ତାନ ପାଇଁ ପିତାର ହୃଦୟ କିପରି ବିଦଳିତ ହୋଇଯାଏ, ବିକଳିତ ହୋଇ ଉଠେ, ତାହା ସେଦିନ ଦେଖିଥିଲା ପରିବେଶ। କିନ୍ତୁ କାହାର କିଛି କରିବାର ଉପାୟ ନଥିଲା। ଏ ଲୀଳା ଥିଲା ଭଗବାନ ଓ ଭକ୍ତଙ୍କ ମଧ୍ୟରେ, ସ୍ରଷ୍ଟା ଓ ସୃଷ୍ଟି ମଧ୍ୟରେ, ପରମ ସ୍ରଷ୍ଟା ଓ ସାଧାରଣ ସ୍ରଷ୍ଟା ମଧ୍ୟରେ, ଈଶ୍ୱର ଓ ମଣିଷ ମଧ୍ୟରେ, ଜୀବନ ଓ ମୃତ୍ୟୁ ମଧ୍ୟରେ। ଜୀବନ ଓ ମୃତ୍ୟୁର ସୀମା ରସଦକୁ ଅତିକ୍ରମ କରି କିଛି କହିବା ବା କରିବା କଦାପି ମଣିଷ ପକ୍ଷେ ସମ୍ଭବ ନୁହେଁ। ଏହା ସମ୍ପୂର୍ଣ୍ଣ ଈଶ୍ୱରଙ୍କ ଇଚ୍ଛାଧୀନ। ସେ ଚାହିଁଲେ ଜୀବନ, ସେ ନ ଚାହିଁଲେ ମୃତ୍ୟୁ। ମୃତ୍ୟୁ ଚାହିଁଥିଲେ ସାଧକ, ମୃତ୍ୟୁ ଚାହିଁଥିଲେ ଧ୍ୟାନୀ। ଜୀବନ ଚାହୁଁଛନ୍ତି ପିତା, ଜୀବନ ଚାହୁଁଛନ୍ତି ସ୍ରଷ୍ଟା ମଣିଷ। ମୋହଗ୍ରସ୍ତ ମଣିଷର ନିଜ ସନ୍ତାନର ଜୀବନ ପାଇଁ ଆର୍ତ୍ତ ଚିତ୍କାର। ଈଶ୍ୱର ଶୁଣିବେ ବା କାହା କଥା? ଧ୍ୟାନୀର କଥା ନା ପିତାର କଥା? ସାଧକର କଥା ନା ମୋହଗ୍ରସ୍ତ ମଣିଷର କଥା? ବଡ଼ ଧର୍ମ ସଙ୍କଟରେ ପଡ଼ିଥିବେ ସେତେବେଳେ ସ୍ୱୟଂ ପରମପିତା। ଉଭୟ ହିଁ ତାଙ୍କର। ଧ୍ୟାନୀ ଦୁର୍ଗାନାଥ ତାଙ୍କର, ପିତା ଦୁର୍ଗାନାଥ ମଧ୍ୟ ତାଙ୍କର। ଜଣେ ଭକ୍ତ ତ ଜଣେ ଆଶ୍ରିତ। ଏଣୁ ମଧ୍ୟମ ପନ୍ଥା ଆପଣେଇଲେ। ରୋରୁଦ୍ୟମାନ ଦୁର୍ଗାନାଥଙ୍କୁ ଆଶ୍ୱସ୍ତ କରାଇଲେ। ଆଉ ଆଶ୍ୱାସନାର ବାଣୀ ଶୁଣାଇ କହିଲେ, ସବୁଠାରୁ ଛୋଟଟିକୁ ଅଳ୍ପ ଦିନ ଲାଳନ ପାଳନ କରିଛନ୍ତି। ତାକୁ ପରମପିତା ନେଇଗଲେ ବ୍ୟଥା ଟିକେ କମ୍ ଲାଗିବ। ସେ ହିଁ ଯାଉ। ଏହା କହି 3ଟି ସନ୍ତାନ ପାଇଁ ଔଷଧ ବ୍ୟବସ୍ଥା ଦେଲେ। ସାମୟିକ ଭାବେ କ୍ରନ୍ଦନକୁ ସ୍ତମ୍ଭିତ କରି ଦୁର୍ଗାନାଥ ଔଷଧ ଧରି ଫେରିଲେ ଘରକୁ। ଘରେ ଏଣେ ସମସ୍ତେ ଚିନ୍ତିତ, ବ୍ୟଥିତ, ଆତଙ୍କିତ ମଧ୍ୟ। ନିର୍ଦ୍ଦେଶାନୁସାରେ ଔଷଧ ଅସୁସ୍ଥ 3 ପୁତ୍ରଙ୍କୁ ପ୍ରଦାନ କରାଗଲା। ଚାଲିଲା ଚିକିତ୍ସା। ଦୁର୍ଗାନାଥ କିନ୍ତୁ ତାଙ୍କର ଧ୍ୟାନ, ଧାରଣା, ସାଧନା ପୂର୍ବ ପରି ଅବ୍ୟାହତ ରଖିଲେ। ସେ ବୁଝିଥିଲେ ଠାକୁର ହିଁ ସ୍ୱୟଂ ପରମପିତା, ସେ ହିଁ ସ୍ୱୟଂ ପରମେଶ୍ୱର। ସେ ଚାହିଁଲେ ପିଲା ବଞ୍ଚିବେ, ସେ ନ ଚାହିଁଲେ ପିଲା ଅକାଳ ମୃତ୍ୟୁ ବରଣ କରିବେ। ଏ ଔଷଧ ଉପଲକ୍ଷ ମାତ୍ର, ଅସଲ ଚିକିତ୍ସା କରିବେ ତାଙ୍କ କରୁଣା। କିଛି ଦିନ ଚିକିତ୍ସା ପରେ ଜ୍ୟେଷ୍ଠ ଓ ମଧ୍ୟମ ପୁତ୍ର ସୁସ୍ଥ ହୋଇ ଆସିଲେ। କିନ୍ତୁ କନିଷ୍ଠ ପୁତ୍ରଠାରେ ସୁସ୍ଥତାର କୌଣସି ଲକ୍ଷଣ ଦେଖାଗଲା ନାହିଁ। ଦିନୁ ଦିନ ସେ ଆହୁରି ଅସୁସ୍ଥ ହୋଇ ପଡ଼ିଲା। ଘର ଲୋକେ ସାଇ ପଡ଼ିଶା ପରାମର୍ଶ ଦେଲେ ବଡ଼ ଡାକ୍ତର ଦେଖାଇବାକୁ, ପାବନାରୁ, ଢାକାରୁ, କଲିକତାରୁ ଡାକ୍ତର ଅଣାଇବା ପାଇଁ। ଦୁର୍ଗାନାଥ କିନ୍ତୁ କାହାରି କଥା ପ୍ରତି କର୍ଣ୍ଣପାତ କଲେ ନାହିଁ। ରଖିଲେ ରଖିବେ ଠାକୁର, ମାରିଲେ ମାରିବେ ବି ଠାକୁର। ଅନ୍ୟ କାହାର ପରାମର୍ଶ ନେବା ଆଉ କାହା ଦ୍ୱାରା ଚିକିତ୍ସା କରାଇବାକୁ ସେ ଆଦୌ ଗ୍ରହଣ କରିପାରିଲେ ନାହିଁ। ଦୁର୍ଗାନାଥଙ୍କର ଏପରି ଏକଚିତିଆ ଭାବରେ ଭାଙ୍ଗି ପଡ଼ିଲେ ପରିବାର, ପରିଜନ।
ତଥାପି ଆଶା ଛାଡ଼ିଲେନି। ଆତ୍ମୀୟ ଅମରେନ୍ଦ୍ରନାଥ ଲାହିଡ଼ି ଓ ଗିରୀନ୍ଦ୍ରନାଥ ଲାହିଡ଼ି ବାରମ୍ବାର ତାଙ୍କୁ ବାଧ୍ୟ କରିବାକୁ ଲାଗିଲେ। ପାବନାରେ ସେ ସମୟର ବିଖ୍ୟାତ ହୋମିଓପାଥିର ଚିକିତ୍ସକ ଆନନ୍ଦନାଥ ରାୟଙ୍କ ଦ୍ୱାରା ଚିକିତ୍ସା କରାଇବାକୁ ହେବ। କିନ୍ତୁ ସେଥିପ୍ରତି ଆଦୌ ଆଗ୍ରହ ପ୍ରକାଶ କଲେ ନାହିଁ ଦୁର୍ଗାନାଥ। ଆତ୍ମୀୟ ଦୁହେଁ ଦେଖିଲେ ଅନୁକୂଳ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ ନ ମିଳିଲେ ଏ ଆଉ କାହା ଦ୍ୱାରା ଚିକିତ୍ସା କରାଇବେ ନାହିଁ। ତେଣୁ ସେମାନେ ହିମାୟତପୁର ଯାଇ ଠାକୁରଙ୍କୁ ଏକ ପ୍ରକାର ବାଧ୍ୟ କରିବାକୁ ଚେଷ୍ଟା କରିଲେ। ଡାକ୍ତର ଆନନ୍ଦନାଥ ରାୟ ତାଙ୍କ ସହିତ ପରାମର୍ଶ କରିବେ, ତାପରେ ଯାଇ ଚିକିତ୍ସା କରିବେ। ଏଥିରେ ଠାକୁର ସମ୍ମତି ଜଣାଇବାରୁ ଦୁର୍ଗାନାଥ ଯାଇ ରାଜି ହେଲେ। ଚିକିତ୍ସକ ଆନନ୍ଦନାଥଙ୍କ ଦ୍ୱାରା ଚାଲିଲା ଚିକିତ୍ସା। ସ୍ଥାନୀୟ କିଛି ଲୋକ ଯେଉଁମାନେ ଠାକୁରଙ୍କୁ ଅନ୍ତରରୁ ସମର୍ଥନ କରିପାରୁନଥିଲେ, ଏକ ପ୍ରକାର ବିରୋଧ କରୁଥିଲେ, ସେମାନେ ଏହି ଦୁର୍ବଳତାର ସମୟରେ ଆରମ୍ଭ କରିଦେଲେ ଷଡ଼ଯନ୍ତ୍ର। ସେମାନେ ନିଜ ତରଫରୁ ଚିକିତ୍ସକ ଆନନ୍ଦନାଥ ରାୟଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରିବାକୁ ଲାଗିଲେ। ଆପଣ ଏତେ ବଡ଼ ଡାକ୍ତର, ଏ ପାବନା କାହିଁକି ପୁରା ବଙ୍ଗଦେଶରେ? ଆପଣଙ୍କ ସମକକ୍ଷ କେହି ଚିକିତ୍ସକ ଅଛି କି? ସେ ଅନୁକୂଳ ଚନ୍ଦ୍ର କ'ଣ ଟିକେ ଟୁଣୁକା ଟୁଣୁକି ଜାଣିଛି? ମାତା ମନମୋହନ ଦେବୀଙ୍କ କିମିଆ ଓ କାମାକ୍ଷା ଦେବୀଙ୍କ କୃପାରୁ ତାନ୍ତ୍ରିକ ପ୍ରଭାବ ହେତୁ କିଛି ମଣିଷ ତା ପାଖକୁ ଆସୁଛନ୍ତି। ଏହା ଅର୍ଥ ନୁହେଁ ସେ ଜଣେ ବଡ଼ ବିଖ୍ୟାତ ଚିକିତ୍ସକ। ଆପଣଙ୍କ ଭଳି ସୁନାମଧନ୍ୟ ପ୍ରଖ୍ୟାତ ଚିକିତ୍ସକ ଗାଁର ଜଣେ ନାମକୁ ମାତ୍ର ଚିକିତ୍ସକର ପରାମର୍ଶ ନେବା ଆପଣଙ୍କ ପ୍ରତି ଘୋର ଅପମାନ। ଆପଣ ହୁଏତ ଏସବୁ କଥାକୁ ଦେହରେ ନେଉନାହାନ୍ତି, ଆମକୁ କିନ୍ତୁ ବଡ଼ ବାଧୁଛି। ଆପଣ ଯେଉଁଟା ଭଲ ମନେ କରୁଛନ୍ତି ସେହି ଔଷଧ ଦିଅନ୍ତୁ, ସେହିପରି ଚିକିତ୍ସା କରନ୍ତୁ। ଷଡ଼ଯନ୍ତ୍ରକାରୀଙ୍କ ପ୍ରରୋଚନାରେ ପ୍ରଭାବିତ ହେଲେ ଚିକିତ୍ସକ ଆନନ୍ଦନାଥ ରାୟ। ତାଙ୍କର ଅସ୍ମିତା ଚିହିଁକି ଉଠିଲା। ସତେ ତ, ମୋ ଭଳି ଜଣେ ପ୍ରଖ୍ୟାତ ଚର୍ଚ୍ଚା ଚିକିତ୍ସକ ଆଉ କାହାର ପରାମର୍ଶ ନେଇ ବ୍ୟବସ୍ଥାପତ୍ର ପ୍ରସ୍ତୁତ କରିବେ? ଏହା ଘୋର ଅପମାନକର। ସ୍ୱୀୟ ଅହଙ୍କାରର ହୁଙ୍କାରରେ ଚିହିଁକି ଉଠିଲେ ସେ। ଆଉ ଠାକୁରଙ୍କ ପରାମର୍ଶ ନ ନେଇ ଔଷଧାଦି ପତ୍ରର ବ୍ୟବସ୍ଥା କରିଦେଲେ। ଦୁର୍ଗାନାଥ କିନ୍ତୁ ବିରୋଧ କଲେ, ଗ୍ରହଣ କଲେନି। ଠାକୁରଙ୍କୁ ଜଣାହୋଇନି, ତାଙ୍କ ପରାମର୍ଶ ନିଆଯାଇନି, ଏଣୁ ଏ ଔଷଧ ଗ୍ରହଣ କରାଯିବନି। କିନ୍ତୁ ଆତ୍ମୀୟ ସ୍ୱଜନ ତାଙ୍କ କଥା ପ୍ରତି ଭ୍ରୂକ୍ଷେପ କଲେ ନାହିଁ। ଦୁର୍ଗାନାଥଙ୍କର ସମସ୍ତ ବାଧା ସତ୍ତ୍ୱେ ସେମାନେ ଅସୁସ୍ଥ ପିଲାଟିକୁ ସେହି ଔଷଧ ପାନ କରାଇଲେ। ପରିବାର ପରିଜନ ଯେତେବେଳେ ଏକଜୁଟ ହୋଇଛନ୍ତି ତାଙ୍କ ବିରୁଦ୍ଧରେ, ସେ ଏକାକୀ ବା ସେତେବେଳେ କ'ଣ କରିପାରିବେ? ସନ୍ତାନ ପ୍ରସଙ୍ଗ ଏକ ସମ୍ବେଦନଶୀଳ ବ୍ୟାପାର। ଏ କ୍ଷେତ୍ରରେ ଯୁକ୍ତି ବା ଲଢ଼ାଇର ଅବକାଶ ନଥାଏ। ତାଙ୍କ ଧର୍ମପତ୍ନୀ ସ୍ୱାମୀଙ୍କର ମାନସିକ ଅବସ୍ଥାକୁ ବୁଝିପାରୁଥିଲେ ବି ମାତୃହୃଦୟ ତାଙ୍କର ମାନି ନେଇ ପାରୁନଥିଲା। ମୋ ପିଲାଟା କିପରି ବଞ୍ଚିବ, ସେ ଆଶା ତାଙ୍କୁ ସ୍ୱାମୀଙ୍କ ମାନସିକତା ପ୍ରତି ବିମୁଖ କରି ତଳିଲା। ସେ କିଛି ଶୁଣିଲେନି, ଶୁଣିବାକୁ ଚାହିଁଲେନି ମଧ୍ୟ। ବରଂ ହିତାକାଂକ୍ଷୀ ଆତ୍ମୀୟ ସ୍ୱଜନଙ୍କ ପରାମର୍ଶକୁ ଗ୍ରହଣ କଲେ। ଆଉ ଚାଲିଲା ଚିକିତ୍ସା। ଚିକିତ୍ସା ଫଳବତୀ ହେବାର କୌଣସି ସୂଚନା ମିଳିଲା ନାହିଁ। ଦିନକୁ ଦିନ ଅସୁସ୍ଥ ଶିଶୁଟି ଆହୁରି ଅସୁସ୍ଥ ହୋଇପଡ଼ିଲା। ବିଚଳିତ ପିତା ଦୁର୍ଗାନାଥ ଧାଇଁଲେ ଠାକୁରଙ୍କ ନିକଟକୁ। ଠାକୁରଙ୍କୁ ସବୁ କଥା ଜଣାଇଲେ। ଠାକୁର କହିଲେ, ଆପଣ ତାକୁ ବଞ୍ଚାଇବାକୁ ଚାହିଁଲେ କ'ଣ ହେବ? ପରମପିତା ତାକୁ ନେବେ ହିଁ। ତେଣୁ ତ ଆପଣଙ୍କ ଇଚ୍ଛାର ବିରୁଦ୍ଧରେ ବି ଚିକିତ୍ସାରେ ବିଭ୍ରାଟ ଘଟିଲା। ଆସନ୍ତାକାଲି ଠିକ୍ 11ଟାରେ ତାର ମୃତ୍ୟୁ ହେବ। ଏଥର ଆତଙ୍କି ଉଠିଲେ ଦୁର୍ଗାନାଥ। ସେ ଆସିଥିଲେ ଠାକୁରଙ୍କ ନିକଟକୁ। ଆପଣ ଟିକେ ଦୟାକରି ଚାଲନ୍ତୁ। ଆପଣଙ୍କ ପଦରଜ ପଡ଼ିଲେ ଘରେ ମୋର ମୃତ୍ୟୁର କରାଳ ଛାୟା କେଉଁଆଡ଼େ ଉଡ଼ିଯିବ। କିନ୍ତୁ ଠାକୁରଙ୍କ ମୁଖରୁ ଏପରି ନିଷ୍ଠୁର କଥା ଶୁଣି ସେ ଭାଙ୍ଗି ପଡ଼ିଲେ। ତଥାପି ସାହସ ସଞ୍ଚୟ କରି ନିବେଦନ କଲେ, ଆପଣ ଏ ହତଭାଗ୍ୟ ପ୍ରତି ଟିକେ କୃପା କରନ୍ତୁ ଠାକୁର। ଆପଣ ଚାହିଁଲେ ସେ ବଞ୍ଚିଯିବ। ଆପଣ ଟିକେ ଦୟାକରି ଚାଲନ୍ତୁ। ଶ୍ରୀ ଶ୍ରୀ ଠାକୁର ଦୃଢ଼ କଣ୍ଠରେ କହିଲେ, ଆସନ୍ତାକାଲି 11ଟାରେ ତାର ମୃତ୍ୟୁ ହେବ। ଏହା ଧ୍ରୁବ ସତ୍ୟ, ଅବଧାରିତ। କିନ୍ତୁ ଯଦି ଆପଣ ବାଧ୍ୟ କରି ମୋତେ ତା ଆଗରୁ ଆପଣଙ୍କ ଘରକୁ ନିଅନ୍ତି, ତେବେ ସେ ଆହୁରି ଆଗରୁ ମରିଯିବ। ଏଥର ଆପଣ ସ୍ଥିର କରନ୍ତୁ, କ'ଣ କରିବେ? ଠାକୁରଙ୍କର ଏପରି କଥାରେ ଆଉ ଆଗକୁ ବଢ଼ିଲେନି ଦୁର୍ଗାନାଥ। ତାଙ୍କ ଘରକୁ ଯିବା ପାଇଁ ଆଉ ପ୍ରାର୍ଥନା ଜଣାଇଲେନି। ଅଗତ୍ୟା ବାଧ୍ୟ ହୋଇ ପ୍ରତ୍ୟାବର୍ତ୍ତନ କଲେ ଗୃହକୁ। ଏସବୁ ସତ୍ତ୍ୱେ ତାଙ୍କର ଠାକୁରଙ୍କ ପ୍ରତି ତିଳେ ମାତ୍ର ଅବିଶ୍ୱାସ ବା ଅଭକ୍ତି ଆସିନଥିଲା। ସେ ବୁଝି ଯାଇଥିଲେ ଠାକୁର କ'ଣ।
ଏ ପରିବାର ସଂସାର ସବୁ ମୋହ, ସବୁ ମିଥ୍ୟା। ଏକମାତ୍ର ସତ୍ୟ ହେଉଛନ୍ତି ଠାକୁର ଅନୁକୂଳ ଚନ୍ଦ୍ର। ଏଣୁ କାହାର ମୃତ୍ୟୁ ହେତୁ ତାଙ୍କ ପ୍ରତି ସାମାନ୍ୟତମ ଅନାସ୍ଥା ପ୍ରକଟ କରିବା ଆଦୌ ସ୍ପୃହଣୀୟ ନୁହେଁ। ସେହି ଦିନଟି କୌଣସି ମତେ କଟିଗଲା। ପରଦିନ ସୂର୍ଯ୍ୟୋଦୟ ହେଲା, ଆଉ ଏଥିସହିତ ଧଡ଼ପଡ଼ ହୋଇଗଲା ଦୁର୍ଗାନାଥଙ୍କ ଛାତି ଭିତରଟା। ଆଜି ପୂର୍ବାହ୍ନ 11ଟା, ଆଉ ମାତ୍ର କେତୋଟି ଘଣ୍ଟା ତାଙ୍କର ସୃଷ୍ଟି, ତାଙ୍କରି ଔରସରୁ ଜାତ ଅଲିଅଳ କନିଷ୍ଠ ପୁତ୍ରଟି ଚାଲିଯିବ। ଆଉ ଦେଖି ହେବନି ତାକୁ। ଦରଟି କଥା ତାର ଆଉ ଶୁଭିବନି। ଦ୍ୱାର ଦେଶରେ ପହଞ୍ଚୁ ପହଞ୍ଚୁ ବା ବା କହି ଆଉ କେହି ଧାଇଁ ଆସିବେନି। ତାର ପ୍ରାଣଖୋଲା ହସ ଆଉ ଶୁଭିବନି। ତାଙ୍କୁ ଦେଖୁ ଦେଖୁ ହାତ ଟେକି ବା ବା କରିବାର ଆଉ ଦେଖିପାରିବେନି ସେ। ତାକୁ ଟେକି ନେଲେ, ନିଜ ବକ୍ଷ ଦେଶରେ ତାକୁ ତଳି ଧରିଲେ ମନଟା ପୁରି ଉଠେ। ସମସ୍ତ ଦୁଃଖ ଯନ୍ତ୍ରଣା ହଠାତ୍ କେଉଁଆଡ଼େ ଉଭେଇଯାଏ। ସେସବୁ ଆଉ ଘଟିବନି। ଅବଶ୍ୟ ଭାବି ବେଦନାର ବ୍ୟଥାରେ ପାହାଡ଼ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ। ତାହାକୁ ସେ ଭେଦ କରି ଉପରକୁ ଉଠି ଯାଇପାରିବେ ନାହିଁ। ତଥାପି ତାଙ୍କୁ ତାହା ସହ୍ୟ କରିବାକୁ ହେବ। ଏଛଡ଼ା ଆଉ କିଛି ହେଲେ ବାଟ ନାହିଁ। ସମୟ ଗଡ଼ି ଚାଲିଲା। ପ୍ରାୟ 10ଟା ପାଖାପାଖି ଠାକୁରଙ୍କ ନିକଟରେ ଆସି ଉପସ୍ଥିତ ହେଲେ ତାଙ୍କର ବାଲ୍ୟକାଳର ଶିକ୍ଷକ ପଞ୍ଚାନନ ମୈତ୍ର ମହାଶୟ। ସେ କହିଲେ, ଦୁର୍ଗାନାଥ ସାନ୍ୟାଲର ପୁତ୍ରର ଅବସ୍ଥା ଖୁବ୍ ଖରାପ। ତୁମେ ଥରେ ଗଲେ ହୁଅନ୍ତାନି? ଯାଅ ଥରେ ଦେଖି ଆସ। ବାଲ୍ୟକାଳର ଶିକ୍ଷକ ମହାଶୟଙ୍କ ଆଦେଶକୁ ଶିରଧାର୍ଯ୍ୟ କଲେ ଠାକୁର, ଆଉ ତତ୍କ୍ଷଣାତ୍ କିଶୋରୀ ମୋହନ ଦାସଙ୍କ ସହିତ ଯାତ୍ରାରମ୍ଭ କଲେ। ନାଜିରପୁରରେ ପହଞ୍ଚିଲା ବେଳକୁ 10:30 ବାଜିଗଲା। ଶ୍ରୀ ଶ୍ରୀ ଠାକୁର ଆସିଛନ୍ତି। ପରିବାର ପରିଜନମାନେ ତାଙ୍କୁ ପାଛୋଟି ନେବାକୁ ଧାଇଁ ଆସିଲେ। ମାତୃ ମନରେ ସଞ୍ଚାରିତ ହେଲା ଆଶା, ଠାକୁର ଆସିଲେଣି, କାଳେ ତାଙ୍କ ପୁଅ ବଞ୍ଚିଯିବ। ଦୁର୍ଗାନାଥ କିନ୍ତୁ ଠାକୁରଙ୍କର କୌଣସି କଥା ଘରେ କହିନାହାନ୍ତି। ସେ ଜାଣନ୍ତି ଏସବୁ ନିଷ୍ଠୁର ସତ୍ୟ କଥାକୁ ସେମାନେ ସହ୍ୟ କରିପାରିବେ ନାହିଁ। ଦୁର୍ଗାନାଥ ବି ଶ୍ରୀ ଶ୍ରୀ ଠାକୁରଙ୍କ ଆଗମନରେ ଖୁସି ହେଲେ। ତାଙ୍କ ଘରେ ସ୍ୱୟଂ ଈଶ୍ୱର ପଦାର୍ପଣ କରିଛନ୍ତି। ଏ ତୃପ୍ତି, ଏ ଖୁସି ଥିଲା ଭକ୍ତ ଭଗବାନଙ୍କର। କିନ୍ତୁ ପିତା ଦୁର୍ଗାନାଥ, ସେ କ'ଣ ଖୁସି ହୋଇପାରୁଥିଲେ? ଘଡ଼ିରେ ସମୟ 11ଟା। ଠିକ୍ 11 ବାଜୁ ବାଜୁ ତେଣେ ଶେଷ ନିଶ୍ୱାସ ନେଲା ଦୁର୍ଗାନାଥ ସାନ୍ୟାଲଙ୍କ ସର୍ବକନିଷ୍ଠ ପୁତ୍ର। ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ, ବୁଝିବା ପୂର୍ବରୁ, ଜାଣିବା ପୂର୍ବରୁ ସେ ଚାଲିଗଲା। ତାହାର ଏ ଅକାଳ ବିୟୋଗ କିନ୍ତୁ ମାତୃମନରେ ଗଭୀର ରେଖାପାତ କରିଗଲା। କାରଣ ଅନ୍ୟମାନଙ୍କଠାରୁ ଗର୍ଭବତୀ ମା'ର ସମ୍ପର୍କ ସନ୍ତାନ ସହିତ ପ୍ରାୟ 1 ବର୍ଷ ଅଧିକ। ବୁକୁ ଫଟାଇ କାନ୍ଦି ଉଠିଲେ ଶ୍ରୀମତୀ ସାନ୍ୟାଲ। ହାହାକାର ପଡ଼ିଗଲା ପରିବେଶରେ। ଭୋ ଭୋ କରି କାନ୍ଦି ଉଠିଲେ ସମସ୍ତେ। ଦର୍ଶକ ବନ୍ଧୁ, ଏହି କାହାଣୀ ଆମକୁ ଜଣାଏ ଯେ ନାମରେ ଅପାର ଶକ୍ତି ନିହିତ ଅଛି। ନାମରେ ମନ ଏକାଗ୍ର ହେଲେ ଅନ୍ତରର ଭାବ ଶକ୍ତି ରୂପ ଧାରଣ କରେ। ସେଥିପାଇଁ ନାମ କରିବା ବେଳେ ମୁଖରୁ ଯାହା ବାହାରେ ତାହାକୁ କେବେ ହାଲୁକା ଭାବେ ନେବା ଉଚିତ ନୁହେଁ। ନାମ କେବଳ ଶବ୍ଦ ନୁହେଁ, ଏହା ଏକ ଜୀବନ ଶକ୍ତି। ଦୁର୍ଗାନାଥଙ୍କ ଘଟଣା ଆମକୁ ସ୍ମରଣ କରାଏ ଯେ ନାମରେ ଅସୀମ ଶକ୍ତି ଅଛି। ନାମ କରିବା ବେଳେ ଉଚ୍ଚାରିତ ପ୍ରତ୍ୟେକ କଥା, ପ୍ରତ୍ୟେକ ସଂକଳ୍ପ ଓ ପ୍ରତ୍ୟେକ ଭାବର ଗଭୀର ପ୍ରଭାବ ରହେ। ସେଥିପାଇଁ ନାମ କରିବା ବେଳେ ସର୍ବଦା ଶୁଭ ଭାବ, ଶୁଭ କଥା ଓ ଶୁଭ ସଂକଳ୍ପ ରଖିବା ଉଚିତ। ଦୁର୍ଗାନାଥଙ୍କ ଜୀବନର ଏହା କେବଳ ଗୋଟିଏ ଅଧ୍ୟାୟ। ଆଗରେ ଆହୁରି ଅନେକ ଘଟଣା ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ। ସେଥିପାଇଁ ଆପଣ ପରବର୍ତ୍ତୀ ଭାଗ ଦେଖିବା ପାଇଁ ନିଶ୍ଚୟ ଭାବରେ ଅପେକ୍ଷା କରନ୍ତୁ। ମୁଁ ଖୁବ୍ ଶୀଘ୍ର ପରବର୍ତ୍ତୀ ପାର୍ଟକୁ ଆପଣମାନଙ୍କଠାରେ ପହଞ୍ଚାଇବାକୁ ଚେଷ୍ଟା କରିବି। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍।